ଅନୁଗୁଳ ବାଳୁଅକଟା ତଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ଜଣେ ବ୍ୟକ୍ତିଙ୍କୁ 4 ରୁ 5 ଜଣ ଯୁବକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତକ ବନ୍ଧ ଉପରସାହି ଗାଁର ହେମନ୍ତ ବେହେରା ବୋଲି ଜଣାପଡ଼ିଛି। ଗତ ରାତିରେ ହେମନ୍ତ ତଳସାହି ଗାଁର ଏକ ଦୋକାନକୁ ଆସିଥିବା ବେଳେ ତାଙ୍କୁ 4 ରୁ 5 ଜଣ ଯୁବକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଗାଁ ମଝିରେ ଅତି ବିଭତ୍ସ ଭାବରେ ହତ୍ୟା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ହେମନ୍ତଙ୍କର ଭଣଜା କହିଛନ୍ତି ଯେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ହୋଇଛି। ଶରଧାପୁର ଗାଁର ସିଲୁ ବେହେରା ତାଙ୍କ ମାମୁଙ୍କୁ ହତ୍ୟା କରିଥିବାର ସେ ଅଭିଯୋଗ କରିଛନ୍ତି। ହେମନ୍ତଙ୍କର ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି ପରିବାର। ସଦର ଥାନା ପୁଲିସ ହତ୍ୟାକାରୀ ଏବଂ ହତ୍ୟା ପଛର କାରଣ ଖୋଜୁଛି। ଆସିଥିଲେ ତାକୁ କିଏ ଘରୁ ଧରିକି ଆସିଛନ୍ତି, ସେଠି ତାକୁ ମାରିକି ପକେଇ ଦେଇଛନ୍ତି। ଆମକୁ ରାଗ ବି କ'ଣ ଥିବ ତାଙ୍କର, ମୁଁ ତ ଜାଣିନି ଏ ବିଷୟରେ। ହେଲେ ଆମେ ଯାହା ସୂଚନା ପାଇଛୁ, ବାପ ନାଁ ହଉଛି ଅନ୍ତର, ଆଉ ତା ସାଙ୍ଗରେ ଆଉ ଜଣେ ଥିଲେ ହବନି କିଏ ଯୋଉ ବୈଷ୍ଣବ ମୁଁ ଆମ ଥିଲେ ତାଙ୍କ ସହିତ, ସେ ଧରିକି ଘରକୁ ଆସିଥିଲେ। ଆଣିକି ଏଠି ମାରାମାରି କରି ପକେଇ ଦେଇଛନ୍ତି। ସେମାନେ ଟାର୍ଗେଟ ମାଙ୍କୁ ରଖିଥିଲା ଆଗରୁ, ଆଜି ମକା ଦେଖି ଆଣିଦେଇଛି। ଆଉ ଗୋଟେ ଯିଏ ସେ ମୋ ମଉସାକୁ ହାଣିଥିଲେ, ସେମାନେ ବି ଜିଲୁ ସେ ହାଣିଥିଲେ ମୋ ମଉସାକୁ। କେସ୍ ବି ଚାଲିଛି, ଏଟାକୁ ଚପେଇ ଦିଆଯାଇଛି।